ସମସ୍ତଙ୍କୁ ସୁପ୍ରଭାତ। ଆଜି ଆମେ ଦେଖିବା ବଶିଷ୍ଠ ବିଶ୍ୱାମିତ୍ରଙ୍କ ଉପରେ ଲେଖାଯାଇଥିବା କବିତାଟି ଏବଂ ଏହାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ, ଜଣେ ପ୍ରଗତିବାଦୀ ଚିନ୍ତାଧାରାର କବି। କେମିତି ପୌରାଣିକ ଆଖ୍ୟାନ ବିଷୟବସ୍ତୁକୁ ନେଇକି ଲେଖୁଛନ୍ତି ତାହା ଦେଖିବା। ବଶିଷ୍ଠ ସାଧାରଣତଃ ବ୍ରହ୍ମର୍ଷି ଥିବାବେଳେ ବିଶ୍ୱାମିତ୍ର ଥିଲେ କାନ୍ୟକୁବ୍ଜ ଦେଶର ରାଜା ଏବଂ ଋଷି ରାଜର୍ଷି। ତାଙ୍କ ବିଷୟରେ ଜାଣିବା, କିନ୍ତୁ ତା ପୂର୍ବରୁ କବି ପରିଚୟ ଦେଖ। ଏହି ଅନନ୍ତ ପଟ୍ଟନାୟକ କେମିତି ପ୍ରଗତିଶୀଳ ଚିନ୍ତାଧାରା ଜଣେ ବିଶିଷ୍ଟ କବି ଏବଂ ସେ ଲେଖିଥିବା ରକ୍ତଶିଖା, ଶାନ୍ତିଶିଖା, ତର୍ପଣ କରେ ଆଜି, ଅଲୋଡ଼ା ଲୋଡ଼ା, ଛାଇର ଛିଟା ପ୍ରଭୃତି କବିତା ଗ୍ରନ୍ଥ ତାଙ୍କୁ ମହାନ ସ୍ରଷ୍ଟାରେ ପରିଣତ କରିଛି, ତାହା ପାଠ କଲେ ଜଣାପଡ଼େ। ଆମେ ଯେଉଁ ପଢ଼ିବା କବିତାଟି, ଏହି କବିତାରେ ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍ଭାବର ଏବଂ ପ୍ରେମ, କ୍ଷମାର ବିଜୟ ଘୋଷଣା କରାଯାଇଛି। ପାରସ୍ପରିକ ବୁଝାମଣା ଓ ସମ୍ପ୍ରୀତି ବ୍ୟକ୍ତି ବ୍ୟକ୍ତି ମଧ୍ୟରେ କେମିତି ନିବିଡ଼ ସମ୍ବନ୍ଧ ସ୍ଥାପନ କରିବା, ସେ ବିଷୟରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବା ଅନ୍ତର୍ନିହିତ ବାର୍ତ୍ତା ରହିଛି। ଆମେ ଦେଖିବା ଏକ ଶ୍ରାବଣ ମାସରେ କେମିତି ବର୍ଷା ଝରି ପଡ଼ୁଥିଲା ଏବଂ ଆଶ୍ରମର ସେହି ତରୁତୃଣ ଉପରେ ପୁଣି ଇଙ୍ଗୁଦିର ଦୀପ, ଇଙ୍ଗୁଦି କହିଲେ ସାଧାରଣତଃ ଏକ ତୈଳ ଜାତୀୟ ବୃକ୍ଷ, ଯେଉଁ ଗଛର ଫଳରୁ କି ତୈଳ ବାହାର କରାଯାଏ ଏବଂ ଦୀପ ଜଳାଯାଏ। ସାଧାରଣତଃ ମୁନି ଋଷିମାନେ ମଧ୍ୟ ଏହି ତୈଳକୁ ବ୍ୟବହାର କରୁଥିଲେ ତାଙ୍କ ଜଟାରେ, ସେଇଥିପାଇଁ ଏହାକୁ ତାପସ ବୃକ୍ଷ ମଧ୍ୟ କୁହାଯାଇଥାଏ। ତ ସେଇ ବୃକ୍ଷର ଫଳରୁ ଯେଉଁ ତୈଳ ବାହାରିଥିଲା, ସେଇଠୁ ଜଳୁଥିଲା ଏକ ଦୀପଶିଖା ମହର୍ଷି ବଶିଷ୍ଠଙ୍କ ଘରେ। ଏହି ସମୟରେ କେମିତି ମୃଦୁ ଭାବରେ କହୁଛନ୍ତି ବା ଧୀର ଗମ୍ଭୀର ଭାବରେ କହୁଛନ୍ତି ଅରୁନ୍ଧତୀ ଯେ ଆମ ଘରେ ଲୁଣ ନାହିଁ ଏବଂ ଆମେ କେମିତି ରନ୍ଧନ କାର୍ଯ୍ୟ କରିବା। ତ ବଶିଷ୍ଠ ଉତ୍ତର ଦେଇଛନ୍ତି, ଯାହା ଆମ ପଡ଼ୋଶୀ ଘରୁ ଲୁଣ ମାଗି ଆଣ। ଏବଂ ସେ ପଡ଼ୋଶୀ ଜଣକେ ହେଉଛନ୍ତି ବିଶ୍ୱାମିତ୍ର। ଇଏ କିନ୍ତୁ ରାଗି ଯାଉଛନ୍ତି, କହୁଛନ୍ତି ନା ନା, ଯେଉଁ ପଡ଼ୋଶୀ ଘରେ ଆମର ସମ୍ପର୍କ କିଛି ନାହିଁ, ଯେଉଁ ପଡ଼ୋଶୀ ଜଣେ ଆତତାୟୀ ଆମର ପୁତ୍ରଙ୍କୁ ହତ୍ୟା କରିଦେଇଛି, ସେ ତା ପାଖକୁ ଯାଇକି ମାଗିବା ଲୁଣ ଅସମ୍ଭବ କଥା। ତୁମେ କେମିତି ତାଙ୍କ ପାଖକୁ ପଠାଉଛ? ଏହି ପ୍ରକାର ଏକ ବାକ୍ୟ ଉଚ୍ଚାରଣ କରିଛନ୍ତି। ଏହା ବିଷୟରେ ମୁଁ କାହାଣୀ ବି କହିଦେବି, ଯେଉଁଟାକି ନବମ ଶ୍ରେଣୀରେ ଶକ୍ତି ଓ ଜ୍ଞାନ ପ୍ରବନ୍ଧରେ ଅଛି, ତାହା ବି ଦେଖିବା। ତଥାପି ବିଶ୍ୱାମିତ୍ରଙ୍କ ଘରକୁ ଇଏ ପଠାଇଛନ୍ତି ଏବଂ କହୁଛନ୍ତି, ମୁଁ ଭଲ ପାଏ ସେଇ ମହର୍ଷିଙ୍କୁ, ଯାଅ ସେଇ ମହର୍ଷି ବିଶ୍ୱାମିତ୍ରଙ୍କ ଘରକୁ ଏବଂ ଲୁଣ ମାଗି ଆଣ। କିନ୍ତୁ ଏ ଯିବା ପାଇଁ ମନ ବଳାଉ ନାହାନ୍ତି ଅରୁନ୍ଧତୀ। ଏ ବିଷୟରେ ପୁଣି ଆଲୋଚନା କରିବା। ତୁମକୁ ଶ୍ରେଣୀ କାର୍ଯ୍ୟରେ 5ଟି ପ୍ରଶ୍ନ ପଚରାଯିବ, ପୁଣି ସେ ବିଷୟ ଆଲୋଚନା କରିବା। ଧନ୍ୟବାଦ।